हाँ ପିଲାମାନେ ଆଜି ଆମେ ଭୁଜଙ୍ଗାସନ କରିବା। ଭୁଜଙ୍ଗାସନ କରିବା ପୂର୍ବରୁ ପ୍ରଥମେ ଏମିତି ଶୋଇ ପଡ଼ିବା, ତାପରେ ଦୁଇ ହାତକୁ ଏମିତି ରଖିବା, ନିଶ୍ୱାସ ନେଇ ଉପରକୁ ଆସ୍ତେ ଆସ୍ତେ ଏମିତି ଉଠିବା। ଏମିତି ପୋସ୍ଚରରେ 10 ରୁ 15 ସେକେଣ୍ଡ ରହିବା, ପୁଣି ନିଶ୍ୱାସ ଛାଡ଼ି ତଳକୁ ସୁଖାସନରେ ଆସିବା। ଭୁଜଙ୍ଗାସନ କରିବା ଦ୍ୱାରା ଆମର ପାଚନ ତନ୍ତ୍ର ଠିକ୍ ହେଇଥାଏ। ଆମେ ଯାହା ଖାଦ୍ୟ ଖାଉ ତାହା ଭଲ ଭାବରେ ହଜମ ହୋଇଥାଏ। ଆମେ ଆଉ ଗୋଟେ ମାଧ୍ୟମରେ ଭୁଜଙ୍ଗାସନ କରିପାରିବା। ପ୍ରଥମେ ଏମିତି ଶୋଇ ପଡ଼ିବା, ଗୋଟିଏ ହାତ ଉପରେ ଆଉ ଗୋଟିଏ ହାତ ରଖିବା, ତାପରେ ପୁଣି ଉଠିବା। ଏମିତି ପୋସ୍ଚରରେ 10 ରୁ 15 ସେକେଣ୍ଡ ରହିଯିବା, ନିଶ୍ୱାସ ନେଇକି ପୁଣି ନିଶ୍ୱାସ ଆସ୍ତେ ଆସ୍ତେ ଛାଡ଼ି